ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଆଜି ଜାଣିବା ବ୍ରତର ଅଦ୍ଭୁତ ଶକ୍ତି। ଏହା ବିଷୟରେ ବହୁତ ଭଲ ଗପଟିଏ ଚାଲନ୍ତୁ ଜାଣିବା। ଏକ ଅଜବ ସଂକଳ୍ପ। ଅନେକ ବର୍ଷ ପୂର୍ବରୁ ଗୋଟେ କଥା। ଗୋଟେ ଛୋଟ ଗାଁରେ ରାମ ନାମକ ଏକ ଭକ୍ତିମତୀ ମହିଳା ରହୁଥିଲେ। ସେ ବହୁତ ସରଳ ଓ ଦୟାଳୁ ଥିଲେ। ତାଙ୍କର ସ୍ୱାମୀ ଗରିବ କୃଷକ ଥିଲେ ଓ ସେମାନଙ୍କ ଜୀବନଯାପନ ବହୁତ କଷ୍ଟରେ ମଧ୍ୟ କଟୁଥିଲା। ଘରେ ଏତେ ଅଭାବ ଥିଲା, କିନ୍ତୁ ରମାଙ୍କ ମନରେ ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସ ସବୁବେଳେ ରହୁଥିଲା। ପ୍ରତିଦିନ ସକାଳେ ସେ ଉଠି ଦୀପ ଜଳାଇ ପୂଜା ଆରମ୍ଭ କରୁଥିଲେ ଏବଂ ସେ କହୁଥିଲେ, ଭଗବାନଙ୍କ ଉପରେ ଭରସା ରଖିଲେ ଏକ ଦିନ ସବୁ ଭଲ ହବ। କିନ୍ତୁ ଗାଁରେ ଅନେକ ଲୋକ ତାଙ୍କୁ ଏହା ଦେଖି ହସୁଥିଲେ, ଟାଇଟପରା ମଧ୍ୟ କରୁଥିଲେ। ଏକ ଦିନ ଗାଁକୁ ଏକ ବୃଦ୍ଧ ସାଧୁ ଆସିଲେ। ସମସ୍ତେ ଲୋକ ସାଧୁଙ୍କୁ ଦେଖିବାକୁ ଗଲେ। ରାମା ମଧ୍ୟ ତାଙ୍କ ସାମ୍ନାକୁ ଯାଇ ନମସ୍କାର କଲେ। ସାଧୁ ତାଙ୍କ ମୁହଁକୁ ଦେଖି କହିଲେ, ମା, ତୁମ ମନ ବହୁତ ପବିତ୍ର, କିନ୍ତୁ ତୁମ ଜୀବନରେ ବହୁତ ପରୀକ୍ଷା ଆସିବ। ରାମା ଆଶ୍ଚର୍ଯ୍ୟ ହେଲେ ଏବଂ ସେ ଧୀରେ ଧୀରେ ପଚାରିଲେ, ମହାରାଜ, ମୁଁ କଣ କରିବି? ସାଧୁ କହିଲେ, ଯଦି ତୁମେ ଏକ ବିଶେଷ ବ୍ରତ ନିଷ୍ଠାର ସହ କରିବ, ତୁମ ଜୀବନରେ ଅଦ୍ଭୁତ ପରିବର୍ତ୍ତନ ଆସିବ। ରାମା ଉତ୍ସୁକ ହୋଇ ପଚାରିଲେ ଯେ, କେଉଁ ବ୍ରତ? ସାଧୁ ଧୀରେ କହିଲେ, ଏହା ହେଉଛି ଶ୍ରଦ୍ଧାର ବ୍ରତ। ଏହି ବ୍ରତ 21 ଦିନ କରିବାକୁ ପଡ଼ିବ, କିନ୍ତୁ ଏହା ସହଜ ନୁହେଁ। ସାଧୁ ଏବଂ ଆହୁରି କହିଲେ କି, ଏହି 21 ଦିନ ତୁମେ ସତ୍ୟ କହିବ, କାହାକୁ କଷ୍ଟ ଦେବନି ଓ ଭଗବାନଙ୍କୁ ସର୍ବଦା ସ୍ମରଣ ହିଁ କରିବ। ରମା ଏହି କଥା ଶୁଣି ସହଜରେ ସଂକଳ୍ପ କଲେ ଏବଂ କହିଲେ, ମୁଁ ଏହି ବ୍ରତ ନିଶ୍ଚିନ୍ତ କରିବି। କିନ୍ତୁ ସେ ଜାଣିନଥିଲେ ଯେ ଏହି ବ୍ରତ ତାଙ୍କ ଜୀବନକୁ ଏମିତି ଏକ ରହସ୍ୟମୟ ପଥକୁ ନେଇଯିବ, ଯାହା କେହି ମଧ୍ୟ କଳ୍ପନା କରିନଥିଲେ। ଏବଂ ତାଙ୍କର ପ୍ରଥମ ପରୀକ୍ଷା ଆସିବାକୁ ଯାଉଥିଲା ଆଗାମୀ ସକାଳରେ। ରମା ବହୁତ ସକାଳୁ ଶୀଘ୍ର ଉଠି ନଦୀକୁ ଯାଇ ସ୍ନାନ କଲେ ଓ ଘରକୁ ଫେରି ପୂଜା ଆରମ୍ଭ କଲେ। ତାଙ୍କ ମନରେ ଏକ ନୂଆ ଆଶା ରହିଥିଲା କି ସେ ଭାବୁଥିଲେ, ଏହି 21 ଦିନର ବ୍ରତ ମୁଁ ନିଷ୍ଠାରେ କରିବି। ସେ ଦୀପ ଜଳାଇ ଭଗବାନଙ୍କୁ ପ୍ରାର୍ଥନା କଲେ, କହିଲେ କି, ହେ ଭଗବାନ, ମୋତେ ଶକ୍ତି ଦିଅ, ଯାହାଦ୍ୱାରା ମୁଁ ଏହି ବ୍ରତ ସଫଳ ଭାବରେ କରିପାରିବି। ପୂଜା ଶେଷ କରି ସେ ଘରର ଅନ୍ୟାନ୍ୟ କାମ କରିବାକୁ ଲାଗିଲେ। ସେତେବେଳେ ତାଙ୍କ ସ୍ୱାମୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଘରେ ଖାଇବା ପାଇଁ ମାତ୍ର ଅଳ୍ପ ଚାଉଳ ବଞ୍ଚିଥିଲା। ରମା ସେଥିରୁ ଭାତ ରାନ୍ଧି ସ୍ୱାମୀଙ୍କୁ ଖାଇବାକୁ ଦେଲେ। ତାଙ୍କ ସ୍ୱାମୀ କହିଲେ, ରମା, ଆଜି ଘରେ ଖାଇବାକୁ ତ ବହୁତ କମ୍ ଅଛି। ସନ୍ଧ୍ୟାରେ କିଛି ବ୍ୟବସ୍ଥା କରିବାକୁ ପଡ଼ିବ। ରମା ଶାନ୍ତ ଭାବରେ କହିଲେ କି, ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସବୁ ଭଲ ହେବ। ସ୍ୱାମୀ କ୍ଷେତକୁ ପଳେଇଗଲେ ଏବଂ ରମା ଘରେ ଏକା ରହିଲେ। ସେ ମନେ ମନେ ସାଧୁଙ୍କ କଥାକୁ ମନେ ପକାଉଥିଲେ ଏବଂ ସତ୍ୟ କହିବା, କାହାକୁ କଷ୍ଟ ନ ଦେବା ଓ ଭଗବାନଙ୍କୁ ସ୍ମରଣ କରିବା, ଏହି କଥା ସେ ମନେ ପକାଉଥିଲେ। ଏବଂ ଦିନ ମଧ୍ୟାହ୍ନ ବେଳକୁ ହେବାକୁ ଲାଗିଲା। ହଠାତ୍ ଘରର ଦ୍ୱାରରେ ଏକ ବୃଦ୍ଧ ଯୁବକ ଆସି
କହିଲେ କି ମା ମୋତେ ବହୁତ ଭୋକ ଲାଗୁଛି, କିଛି ଯଦି ଅଛି ଖାଇବାକୁ ଦିଅ। ରମା ଅସ୍ତବ୍ୟସ୍ତ ହୋଇଗଲା। ଘରେ ଯେତିକି ଭାତ ଥିଲା ସେଇଟା ସନ୍ଧ୍ୟା ବେଳକୁ ଖାଇବା ଥିଲା। ଯଦି ସେଇ ଭାତ ସେ ଦେଇଦେବେ ତାହେଲେ ତାଙ୍କ ସ୍ୱାମୀଙ୍କ ପାଇଁ ରହିବ ନାହିଁ କିଛି ବି। ସେ ଭିତରକୁ ଯାଇ ଭାବିବାକୁ ଲାଗିଲେ ଏବଂ ମନରେ ଦୁଇଟି ଚିନ୍ତା ମଧ୍ୟ ଆସିଲା। ସେ ଭାବିଲେ କି ଯଦି ମୁଁ ଭାତ ଦେଇଦେବି ଆମେ ତାହେଲେ ଖାଇବୁ କ'ଣ? କିନ୍ତୁ ସାଧୁ କହିଥିଲେ ଯେ କାହାକୁ କଷ୍ଟ ଦେବା ଉଚିତ ନୁହେଁ। ତେଣୁ କିଛି ସମୟ ପରେ ରମା ନିଷ୍ପତ୍ତି ନେଲେ ଯେ ସେ ଘରକୁ ଥିବା ସମସ୍ତ ଭାତ ଆଣି ବୃଦ୍ଧଙ୍କୁ ଖାଇବାକୁ ଦେଲେ। ବୃଦ୍ଧ ଭିକ୍ଷୁକ ଭାତ ଖାଇ ଖୁସି ହେଲେ ଏବଂ ସେ ରମାକୁ ଦେଖି ହସି ହସି କହିଲେ, ମା ତୁମ ହୃଦୟ ବହୁତ ବଡ଼, ବହୁତ ଭଲ। ଭଗବାନ ତୁମ ଉପରେ କୃପା ନିଶ୍ଚିନ୍ତ କରିବେ। ଏହା ଶୁଣି ସେ ଧୀରେ ଧୀରେ ସେଠାରୁ ଚାଲିଗଲେ। ରମା ଦ୍ୱାର ପାଖରେ ଦଣ୍ଡାୟମାନ ହୋଇ ଭାବୁଥିଲା ଯେ ତାଙ୍କ ମନରେ ଏକ ଶାନ୍ତି ଥିଲା କିନ୍ତୁ ଏକ ଚିନ୍ତା ମଧ୍ୟ ଥିଲା। ସନ୍ଧ୍ୟାରେ ଯେତେବେଳେ ମୋ ସ୍ୱାମୀ ଆସିବେ ତାହେଲେ କ'ଣ ଖାଇବେ ସେ ଜାଣି ବି ନଥିଲା। ଏହି ଛୋଟ ଦୟାର କାମ ତାଙ୍କ ଜୀବନରେ ଏକ ଅଦ୍ଭୁତ ଘଟଣା ଆଣିବାକୁ ଯାଉଥିଲା। ସେ ସନ୍ଧ୍ୟା ହେବା ପରେ ତାଙ୍କ ଘର ଦ୍ୱାରରେ ଯାହା ଘଟିଲା ସେ କଥା ଶୁଣି ସମସ୍ତ ଗାଁ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ। ତାହେଲେ ସେ ଅଦ୍ଭୁତ ଘଟଣା କ'ଣ ଘଟିଲା? ସନ୍ଧ୍ୟା ଯେତେବେଳେ ହେବାକୁ ଲାଗିଲା ଆକାଶ ଧୀରେ ଧୀରେ ଅନ୍ଧାର ହେବାକୁ ଆରମ୍ଭ କଲା। ରମା ଘର ଆଗରେ ବସି ଚିନ୍ତା କରୁଥିଲା, ଆଜି ଘରେ ଖାଇବା କିଛି ବି ନାହିଁ, ତାହେଲେ ସ୍ୱାମୀ ଆସିଲେ ତାକୁ କ'ଣ ଖାଇବାକୁ ଦେବି? ତଥାପି ତାଙ୍କ ମନରେ ଏକ ଭରସା ମଧ୍ୟ ଥିଲା ଯେ ସେ ଭଗବାନଙ୍କ ନାମ ଜପ କରୁଥିଲେ। କିଛି ସମୟ ପରେ ତାଙ୍କ ସ୍ୱାମୀ କ୍ଷେତରୁ ଫେରି ଆସିଲେ। ତାଙ୍କ ମୁହଁରେ ପୂରା ଥକାନ ଥିଲା। ସେ ଘରକୁ ପ୍ରବେଶ କରି ପଚାରିଲେ, ରମା ଖାଇବା ତିଆରି ହୋଇଛି କି? ରମା ଧୀରେ ଧୀରେ ସବୁ କଥା କହିଲା। ଆଜି ଏକ ବୃଦ୍ଧ ଭିକ୍ଷୁକ ଆସିଥିଲେ। ସେ ବହୁତ ଭୋକିଲା ଥିଲେ। ମୁଁ ଘରର ସମସ୍ତ ଭାତ ତାଙ୍କୁ ଖାଇବାକୁ ଦେଇଦେଇଛି। ସ୍ୱାମୀ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ କିନ୍ତୁ ପରେ ଶାନ୍ତ ହୋଇ କହିଲେ, ତୁମେ ଭଲ କାର୍ଯ୍ୟ କରିଛ। ଭୋକିଲାକୁ ଖାଇବା ଦେବା ସବୁଠାରୁ ବଡ଼ ପୁଣ୍ୟ ହୋଇଥାଏ। ସେମାନେ ଦୁଇଜଣ ସେହି ରାତି ଭୋକିଲା ରହି ଭାବୁଥିଲେ। ଏମିତି ସମୟରେ ହଠାତ୍ ଘର ଦ୍ୱାର ମୁହଁରେ କାହାର ଶବ୍ଦ ହେଲା। ରମା ଦ୍ୱାର ଖୋଲିଲା। ବାହାରେ ଗାଁର ଏକ ଧନୀ ବ୍ୟକ୍ତି ଦଣ୍ଡାୟମାନ ହୋଇଥିଲେ। ତାଙ୍କ ହାତରେ ଚାଉଳ ଓ ଖାଦ୍ୟର ବଡ଼ ଥଳି ଥିଲା। ସେ କହିଲେ କି ଆଜି ମୁଁ କ୍ଷେତରେ ତୁମ ସ୍ୱାମୀକୁ ଦେଖିଥିଲି। ସେ ମୋତେ ବହୁତ ସହାୟତା କରିଥିଲେ। ସେଥିପାଇଁ ମୁଁ ଏହା ତୁମମାନଙ୍କ ପାଇଁ ନେଇକି ଆସିଛି। ରମା ଓ ତାଙ୍କ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ଘରେ ଖାଇବାକୁ ନଥିଲା ସେଠାରେ ହଠାତ୍ ବହୁତ ଖାଦ୍ୟ ଆସିଗଲା। ରମା ମନେ ମନେ ଭଗବାନଙ୍କୁ ଧନ୍ୟବାଦ କହିଲେ। କିନ୍ତୁ ଆଶ୍ଚର୍ଯ୍ୟ ଘଟଣା ଏତିକି ଶେଷ ହେଲା ନାହିଁ। କାହିଁକି ନା ପରଦିନ ସେହି ବୃଦ୍ଧ ସାଧୁ ପୁଣି ଗାଁକୁ ଆସିଲେ। ରମା ତାକୁ ଦେଖି ନମସ୍କାର କଲା। ସାଧୁ ହସି ହସି କହିଲେ, ମା ତୁମେ ବ୍ରତର ପ୍ରଥମ ପରୀକ୍ଷା ପାସ୍ କରିଛ। ରମା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ମହାରାଜ ଇଏ କେଉଁ ପରୀକ୍ଷା? ସାଧୁ କହିଲେ କି
ଗତକାଲି ଯୋଉ ବିକୁକୁ ତୁମ ଘରକୁ ଆସିଥିଲେ ସେ ଥିଲି ମୁଁ। ଏହା ଶୁଣି ରାମା ଚକିତ ହୋଇ ସାଧୁ ଆହୁରି ମଧ୍ୟ କହିଲେ କି ତୁମ ଦୟା ଓ ନିଷ୍ଠା ଦେଖି ଭଗବାନ ବହୁତ ଖୁସି ଅଛନ୍ତି ଏବଂ ଏହି ବ୍ରତ ତୁମ ଜୀବନର ଆଶୀର୍ବାଦରେ ଭରିଦେବ। ସେହି ଦିନଠାରୁ ରାମଙ୍କର ଜୀବନ ପୁରା ଧୀରେ ଧୀରେ ବଦଳିବାକୁ ଲାଗିଲା। ଘରେ ଆଉ କେବେ ବି ଅଭାବ ଅନନ୍ତ ରହିଲା ନାହିଁ। ଗାଁର ଲୋକମାନେ ମଧ୍ୟ ବୁଝିଗଲେ ଯେ ସତ୍ୟ, ଭକ୍ତି ଓ ଦୟା କେବେ ବି ବ୍ୟର୍ଥ ଯାଏ ନାହିଁ। ଏହାର ଶିକ୍ଷା ଏହା ମିଳିଗଲା ଯେ ଯେଉଁ ମଣିଷ ସତ୍ୟ ମନରେ ବ୍ରତ ଓ ଭଲ କାମ କରେ ଭଗବାନ ନିଶ୍ଚିନ୍ତ ତାକୁ ଆଶୀର୍ବାଦ କରିଥାନ୍ତି। ନମସ୍କାର, ଜୟ ଜଗନ୍ନାଥ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଦୟାକରି ଭିଡ଼ିଓଟି ଲାଇକ୍ ସେୟାର କରିବେ, ସବସ୍କ୍ରାଇବ୍ କରିବା ସହିତ ଚ୍ୟାନେଲଟିକୁ ବେଲ୍ ଆଇକନ୍ରେ କ୍ଲିକ୍ କରିବେ। ନମସ୍କାର, ଜୟ ଜଗନ୍ନାଥ। ଦିନଟି ଆପଣମାନଙ୍କର ଭଲରେ କଟୁ।